ଭାରତୀୟ ବିଦ୍ୟା ମନ୍ଦିରର 25ତମ ବାର୍ଷିକ ଉତ୍ସବରେ ମୁଖ୍ୟ ବକ୍ତା ହିସାବରେ ଆସିଥିଲେ ଯୋଗ ଦେଇଥିଲେ କାର୍ଯ୍ୟକ୍ରମରେ କ'ଣ କହିବେ? ମୁଁ ଏତିକି କହିବି, ସଂସ୍କାର ବିନା ଶିକ୍ଷା ଦିଗହରା। ଆଜି ବିଶ୍ୱରେ ଯେଉଁ ଦେଶରେ ବି ଯୁଦ୍ଧ ଲାଗୁଛି, ଯୁଦ୍ଧର ମୂଳ କାରଣ ହେଉଛି ତାଙ୍କ ଭିତରେ ସଂସ୍କାରର ଅଭାବ ରହିଛି। ହଜାର ହଜାର ଲୋକମାନେ ମରିଯାଉଛନ୍ତି। ଆଜି ବି ଯେଉଁମାନେ ଗୁଟୁକା ମଦ୍ୟ ଏସବୁ ପାନ କରୁଛନ୍ତି ନା, କେବଳ ତାର ଅର୍ଥ ହେଉଛି ସଂସ୍କାରର ଅଭାବ ରହୁଛି। ତେଣୁକରି ମୁଁ ସରକାରଙ୍କୁ ନିବେଦନ କରିବି ଯେ ଏ ଯେଉଁ ଗୁଟୁକା ମଦ୍ୟ ମାଦକତା ଏକୁ ପ୍ରଥମତଃ ବନ୍ଦ ନ କଲେ ଯେତେ ବି ଯୋଜନା କରିବେ ନା ସବୁ ବିଫଳ। କାହିଁକି ନା ଆମେ ଆମର ଭବିଷ୍ୟତ ଦାୟଦମାନଙ୍କ ପାଇଁ ଏସବୁ କାର୍ଯ୍ୟ କରୁଛେ, ଯେଉଁ ଯୋଜନା କରୁଛେ, ରାସ୍ତା କରୁଛେ, ଘର କରୁଛେ, କେଉଁଥିପାଇଁ ନା ଆମର ଭବିଷ୍ୟତ ଦାୟଦମାନଙ୍କ ପାଇଁ। ଆଉ ସେ ଭବିଷ୍ୟତ ଦାୟଦମାନ ଯଦି ମଦ୍ୟ ମାଦକତାରେ ପରିପୂର୍ଣ୍ଣ ରହିବେ ତାହେଲେ ଆମେ କାହା ପାଇଁ ଭବିଷ୍ୟତ ଗଢ଼ିବା? ତେଣୁ ପିଲାମାନଙ୍କୁ ସେଇ କଥା କହିଲି ଯେ ସକାଳୁ ସେମାନେ ପ୍ରାର୍ଥନା କରନ୍ତୁ, ଯୋଗ କରନ୍ତୁ, ଭଲ ପାଠ ପଢ଼ନ୍ତୁ, ସଂସ୍କାର ଗ୍ରହଣ କରନ୍ତୁ, ଦେଶକୁ ଗଢ଼ିବା ପାଇଁ ସମସ୍ତଙ୍କର ଦାୟିତ୍ୱ ରହୁ। ଏବଂ ସେଇ କଥା ପିଲାମାନେ ମଧ୍ୟ ଶୁଣିଛନ୍ତି ଏବଂ ପିଲାମାନେ ମଧ୍ୟ ପରିବର୍ତ୍ତନ ହେଉଛନ୍ତି। ଆପଣମାନଙ୍କୁ ଧନ୍ୟବାଦ ଦେଉଛି। ଆପଣମାନେ ମଧ୍ୟ ସୋସିଆଲ ମିଡ଼ିଆ ମାଧ୍ୟମରେ, ଟେଲିକମ୍ ମିଡ଼ିଆ ମାଧ୍ୟମରେ ସମସ୍ତେ ପ୍ରଚେଷ୍ଟା କଲେ ଆମର ଭବିଷ୍ୟତ ଦାୟିତ୍ୱମାନେ ସୁଦୃଢ଼ ହୋଇପାରିବେ। ଜୟ ଜଗନ୍ନାଥ।